ଭକ୍ତି କରିବା ସମୟରେ ମନକୁ ଶାନ୍ତ କରିବା ଉଚିତ ଏବଂ ସମସ୍ତ ପ୍ରକାରର ମନ୍ଦ ଚିନ୍ତାଧାରା ଏଡ଼ାଇବା ଉଚିତ ଅଟେ। ଯେଉଁମାନେ ଏହାକୁ ମନେ ରଖନ୍ତି ସେମାନେ ଈଶ୍ୱରଙ୍କ ଆଶୀର୍ବାଦ ପାଆନ୍ତି। ତେବେ ଚାଲ ଦର୍ଶକ ବନ୍ଧୁ ଏହି ସମ୍ପର୍କରେ ଏକ ସୁନ୍ଦର କାହାଣୀଟି ଶୁଣିବା। ଦର୍ଶକ ବନ୍ଧୁ, ପ୍ରାଚୀନ କାଳରେ ଦୁଇ ଜଣ ସନ୍ଥ ଏକାଠି ରହୁଥିଲେ। ଉଭୟଙ୍କ ଉପାସନା କରିବାର ପଦ୍ଧତି ଭିନ୍ନ ଭିନ୍ନ ରହିଥିଲା। ଜଣେ ସନ୍ଥ ସାରାଦିନ ତପସ୍ୟା କରୁଥିଲେ ଏବଂ ମନ୍ତ୍ର ଜପ କରୁଥିଲେ, ଯେତେବେଳେ ଅନ୍ୟ ଜଣେ ସନ୍ଥ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରୁଥିଲେ ଏବଂ ତାପରେ ନିଜେ ଭଜନ କରୁଥିଲେ। ଗୋଟିଏ ଦିନ ସେମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ସନ୍ଥ ସେ ବିଷୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲା। ଠିକ୍ ସେହି ସମୟରେ ସନ୍ଥ ନାରଦ ସେଠାରେ ପହଞ୍ଚିଗଲେ। ନାରଦ ଉଭୟ ସନ୍ଥଙ୍କୁ ପଚାରିଲେ ଯେ ତୁମେ କ'ଣ ପାଇଁ ଝଗଡ଼ା ହେଉଛ? ଦୁଇ ଜଣ ସନ୍ଥ କହିଲେ ଯେ ଆମେ ଉଭୟଙ୍କ ମଧ୍ୟରୁ ଶ୍ରେଷ୍ଠ ସନ୍ଥ କିଏ ତାହା ଆମେ ସ୍ଥିର କରିପାରୁନାହୁଁ। ନାରଦ ହସି କହିଲେ ଯେ ଏହା ଏକ ଛୋଟ କଥା। ମୁଁ କାଲି ଏହା ସ୍ଥିର କରିବି ଯେ ତୁମ ଦୁଇ ଜଣ ମଧ୍ୟରୁ ଶ୍ରେଷ୍ଠ ସନ୍ଥ କିଏ। ତା ପରଦିନ ମୁନି ନାରଦ ମନ୍ଦିରକୁ ଯାଇ ଉଭୟ ସନ୍ଥଙ୍କ ସ୍ଥାନ ପାଖରେ ଦୁଇଟି ହୀରା ମୁଦି ରଖିଲେ। ତପସ୍ୟା କରୁଥିବା ସନ୍ଥ ପ୍ରଥମେ ମନ୍ଦିର ପାଖରେ ପହଞ୍ଚିଲେ। ସନ୍ଥ ସେଠାରେ ଦେଖିଲେ ଯେ ଗୋଟିଏ ହୀରା ମୁଦି ରହିଛି। ସେ ଚୁପଚାପ ନିଜ ଆସନ ତଳେ ମୁଦିଟିକୁ ଲୁଚାଇ ରଖିଲେ ଏବଂ ମନ୍ତ୍ର ଜପ କରିବାକୁ ଲାଗିଲେ। କିଛି ସମୟ ପରେ ଆଉ ଜଣେ ସନ୍ଥ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରିବାକୁ ଆସିଲେ। ସେ ମଧ୍ୟ ସେଠାରେ ହୀରା ମୁଦିଟିକୁ ଦେଖିଲେ, କିନ୍ତୁ ସେ ମୁଦିଟି ପ୍ରତି ତାଙ୍କର ଧ୍ୟାନ ଦେଲେ ନାହିଁ। ସେ ଭଗବାନଙ୍କୁ ଖାଦ୍ୟ ଅର୍ପଣ କଲେ ଏବଂ ଖାଦ୍ୟ ଖାଇବା ଆରମ୍ଭ କଲେ, କିନ୍ତୁ ସେ ମୁଦିଟିକୁ ଉଠାଇଲେ ନାହିଁ। ତାଙ୍କ ମନରେ କୌଣସି ଲୋଭ ନଥିଲା, କାରଣ ତାଙ୍କର ବିଶ୍ୱାସ ଥିଲା ଯେ ଭଗବାନ ନିଶ୍ଚିନ୍ତ ଭାବରେ ପ୍ରତିଦିନ ତାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବେ। କିଛି ସମୟ ପରେ ମୁନି ନାରଦ ସେଠାରେ ପହଞ୍ଚିଲେ। ତାପରେ ଉଭୟ ସନ୍ଥ ମୁନି ନାରଦକୁ ପଚାରିଲେ ଯେ ଏବେ ତୁମେ କୁହ, ଆମ ଦୁଇ ଜଣଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ସନ୍ଥ? ନାରଦ ତପସ୍ୟା କରୁଥିବା ସନ୍ଥଙ୍କୁ ଠିଆ ହେବାକୁ କହିଲେ। ସନ୍ଥ ଠିଆ ହେବା ମାତ୍ରେ ତାଙ୍କ ଆସନ ତଳେ ଲୁଚି ରହିଥିବା ମୁଦିଟି ଦୃଶ୍ୟମାନ ହେଲା। ନାରଦ ମୁନି ତାଙ୍କୁ କହିଲେ ଯେ ତୁମ ଦୁଇ ଜଣଙ୍କ ମଧ୍ୟରୁ ଯେଉଁ ସନ୍ଥ ଖାଦ୍ୟ ଅର୍ପଣ କରିଥିଲେ ଏବଂ ତାପରେ ଖାଦ୍ୟ ଖାଇଥିଲେ ସେ ସବୁଠାରୁ ଶ୍ରେଷ୍ଠ ସନ୍ଥ ଅଟେ। ଯେଉଁ ସନ୍ଥ ତପସ୍ୟା କରୁଥିଲେ ତାଙ୍କର ଚୋରି କରିବାର ଖରାପ ଅଭ୍ୟାସ ଅଛି। ସେ ଭକ୍ତି କରିବା ସମୟରେ ମଧ୍ୟ ଚୋରି କରିବାକୁ ସଂକୋଚ କରିନଥିଲେ। ଯେତେବେଳେ ଯେଉଁ ସନ୍ଥ ଖାଦ୍ୟ ପ୍ରଦାନ କରିଥିଲେ ସେ ମୁଦି ପ୍ରତି ତାଙ୍କର ଧ୍ୟାନ ଦେଇନଥିଲେ, ସେଥିପାଇଁ ସେ ହେଉଛି ସବୁଠାରୁ ଶ୍ରେଷ୍ଠ ସନ୍ଥ। ଏହି କାହାଣୀଟିରୁ ଆମେ ଏହା ଶିଖୁ ଯେ ଭକ୍ତର ମନରେ ଖରାପ ଚିନ୍ତା ନଥିଲେ ଏବଂ ସେ ଖରାପ କାମ ନ କଲେ ଭକ୍ତି ସଫଳ ହୁଏ। ଯେଉଁ ଭକ୍ତର ଚିନ୍ତାଧାରା ଶୁଦ୍ଧ ଏବଂ ଯିଏ ଖରାପ କାମରୁ ଦୂରରେ ରୁହେ, କେବଳ ସେହି ଭକ୍ତ ହିଁ ଭଗବାନଙ୍କ ଆଶୀର୍ବାଦ ପାଏ।